ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣମାନେ ମିଥୁନ ରାଶିର ଲୋକ କି? ତେବେ ହେଇଯାଆନ୍ତୁ ସାବଧାନ, କାରଣ ଫେବୃଆରୀ ମାସରେ ଆପଣଙ୍କ ସହ ଏମିତି କିଛି ଘଟିବାକୁ ଯାଉଛି ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିବେ। ଗୋଟିଏ ପଟେ ହଠାତ୍ ଧନପ୍ରାପ୍ତିର ପ୍ରବଳ ଯୋଗ ବନୁଛି, କିନ୍ତୁ ଅନ୍ୟପଟେ ଆପଣଙ୍କର ହିଁ କେହି ନିଜ ଲୋକ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏହି ମାସରେ ଗ୍ରହମାନଙ୍କର ଏମିତି ଏକ ଅଦ୍ଭୁତ ସଂଯୋଗ ଘଟୁଛି ଯାହା ଆପଣଙ୍କ ଜୀବନର ଗତିପଥ ବଦଳାଇ ଦେବ। କ'ଣ ଆପଣ ଜାଣିଛନ୍ତି ମାସର 15 ତାରିଖ ପରେ ଆପଣଙ୍କ କ୍ୟାରିୟରରେ କେଉଁ ବଡ଼ ଧମାକା ହେବାକୁ ଯାଉଛି? କାହିଁକି ଆପଣଙ୍କୁ ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବାକୁ ପଡ଼ିପାରେ? ଏବଂ ସବୁଠାରୁ ବଡ଼ କଥା ହେଲା ସେଇ 3ଟି ତାରିଖ କ'ଣ ଯେଉଁଦିନ ଆପଣଙ୍କୁ ଘରୁ ଗୋଡ଼ କାଢ଼ିବା ମନା। ଯଦି ଆପଣ ଏହି ସଂକେତ ଗୁଡ଼ିକୁ ଅଣଦେଖା କରନ୍ତି ତେବେ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ଆଜିର ଏହି ଭିଡ଼ିଓରେ ଆମେ ଟିକିନିକି କରି ଆଲୋଚନା କରିବା ଆପଣଙ୍କର ଭାଗ୍ୟର ପ୍ରତିଟି ଦିଗ ବିଷୟରେ। ତେବେ ଚାଲନ୍ତୁ ବିଳମ୍ବ ନକରି ଜାଣିବା ଫେବୃଆରୀ ମାସର ସମ୍ପୂର୍ଣ୍ଣ ରହସ୍ୟ। ବନ୍ଧୁଗଣ, ଫଳାଫଳ ଜାଣିବା ପୂର୍ବରୁ ବୁଝିବାକୁ ହେବ ଯେ ଏ ମାସରେ ବ୍ରହ୍ମାଣ୍ଡରେ କ'ଣ ଖେଳ ଚାଲିଛି। ଫେବୃଆରୀ ମାସରେ ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ। ଭାଗ୍ୟ ସ୍ଥାନରେ ଶନିଦେବ ଏବଂ କର୍ମସ୍ଥାନରେ ରାହୁଙ୍କର ପ୍ରଭାବ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରୁଛି। ଏହାର ଅର୍ଥ ହେଲା ଆପଣଙ୍କ ମନରେ ଏ ମାସରେ ଅସ୍ଥିରତା ରହିବ। ଆପଣ ଗୋଟେ କାମ କରିବାକୁ ଯାଇ ଆଉ ଗୋଟେ କାମ କରିଦେବେ। କିନ୍ତୁ ଖୁସିର କଥା ହେଲା ବୃହସ୍ପତିଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ, ଯାହା ଆପଣଙ୍କୁ ଅନେକ ବିପଦରୁ ରକ୍ଷା କରିବ। ଏହି ମାସଟି ମିଶ୍ରିତ ଫଳ ପ୍ରଦାନ କରିବ, ଅର୍ଥାତ୍ କିଛି କ୍ଷେତ୍ରରେ ଆପଣ ରାଜା ଭଳି ଅନୁଭବ କରିବେ ଏବଂ କିଛି କ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ପ୍ରଥମେ ଆପଣଙ୍କର କ୍ୟାରିୟର ଓ ବ୍ୟବସାୟ ବିଷୟରେ, କାରଣ ସେଠାରେ ଏକ ବଡ଼ ପରିବର୍ତ୍ତନ ଅପେକ୍ଷା କରିଛି। ଯଦି ଆପଣମାନେ ଚାକିରି କରୁଛନ୍ତି ତେବେ ଫେବୃଆରୀ ମାସର ପ୍ରଥମ ସପ୍ତାହ ଆପଣଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ। ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାପରାୟଣ ହୋଇ ଆପଣଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିପାରନ୍ତି। ତେଣୁ ନିଜର କୌଣସି ଗୁପ୍ତ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ବିଶ୍ୱାସ ବିଷୟ ଏହି କଥାଟି ଏ ମାସରେ ମନେ ରଖିବେ। କିନ୍ତୁ ହତାଶ ହୁଅନ୍ତୁ ନାହିଁ। 15 ତାରିଖ ପରେ ସୂର୍ଯ୍ୟଙ୍କର ସ୍ଥିତି ବଦଳିବା ସହ ଆପଣଙ୍କ କାମର ପ୍ରଶଂସା ହେବ। ଯେଉଁମାନେ ବହୁତ ଦିନରୁ ପ୍ରମୋସନ ଅପେକ୍ଷାରେ ଥିଲେ ସେମାନଙ୍କ ପାଇଁ ମାସର ଶେଷ ଭାଗ ଅତ୍ୟନ୍ତ ଶୁଭ। ଯେଉଁମାନେ ବେକାର ଅଛନ୍ତି ବା ନୂଆ ଚାକିରି ଖୋଜୁଛନ୍ତି ସେମାନଙ୍କୁ 10ରୁ 22 ତାରିଖ ମଧ୍ୟରେ କୌଣସି ଦୂର ସ୍ଥାନରୁ କିମ୍ବା ବଡ଼ କମ୍ପାନୀରୁ ଅଫର ଲେଟର ମିଳିପାରେ। ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ନୀଳ ରଙ୍ଗର ରୁମାଲ ସାଥିରେ ନେଇଯାଆନ୍ତୁ, ସଫଳତା ମିଳିବ। ବର୍ତ୍ତମାନ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ। ମିଥୁନ ରାଶିର ବ୍ୟବସାୟୀମାନଙ୍କ ପାଇଁ ଏହି ମାସଟି ଲକ୍ଷ୍ମୀ ଲାଭର ମାସ ଅଟେ। ବିଶେଷ କରି ଯେଉଁମାନେ ଲୁହା, ତେଲ, କପଡ଼ା କିମ୍ବା ଟ୍ରାନ୍ସପୋର୍ଟ ବ୍ୟବସାୟରେ ଅଛନ୍ତି ସେମାନଙ୍କର ରୋଜଗାର ଦ୍ୱିଗୁଣିତ ହୋଇପାରେ। କିନ୍ତୁ ଗୋଟିଏ ବଡ଼ ଚେତାବନୀ, ମାସର ମଧ୍ୟଭାଗରେ ଅର୍ଥାତ୍ 12ରୁ 18 ତାରିଖ ମଧ୍ୟରେ କାହାକୁ ବି ଧାର କରଜ ଦିଅନ୍ତୁ ନାହିଁ। ଯଦି ଦିଅନ୍ତି ତେବେ ସେ ଟଙ୍କା ଫେରିବାର ଆଶା କମ୍। ଏହା ସହିତ ସେୟାର ମାର୍କେଟ କିମ୍ବା ଲଟେରୀରେ ବଡ଼ ଧରଣର ନିବେଶ କରିବା ପୂର୍ବରୁ 2 ଥର ଚିନ୍ତା କରନ୍ତୁ, କାରଣ ଏଠାରେ କ୍ଷତି ହେବାର ସମ୍ଭାବନା ରହିଛି। ଆପଣଙ୍କର ପୁରୁଣା ଅଟକିଥିବା ଟଙ୍କା ମାସର ଶେଷ ସପ୍ତାହରେ ହଠାତ୍ ମିଳିଯିବ, ଯାହା ଆପଣଙ୍କ ମନକୁ ଖୁସି କରିଦେବ। ନୂଆ ଗାଡ଼ି କିମ୍ବା ଜମି କିଣିବାର ଯୋଜନା କରୁଥିଲେ 20 ତାରିଖ ପରେ ଆଗେଇ ପାରିବେ। ପ୍ରେମ ସମ୍ପର୍କରେ ଫେବୃଆରୀ ମାସ ମିଥୁନ ରାଶି ପାଇଁ ଟିକେ ଖଟା ମିଠା ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ଘରେ ଅଶାନ୍ତି ଦେଖାଦେଇପାରେ। ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ନିଜ ଜୀବନସାଥୀଙ୍କ କଥାକୁ ଶାନ୍ତିରେ ଶୁଣନ୍ତୁ ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେଉଁମାନେ ନୂଆ ପ୍ରେମ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ 14 ଫେବୃଆରୀ ଆଖପାଖର ସମୟ ଅତ୍ୟନ୍ତ ଶୁଭ।
କିନ୍ତୁ ପୁରୁଣା ପ୍ରେମିକ ସହ ଝଗଡ଼ା ହେବାର ସମ୍ଭାବନା ଅଛି। ପରିବାରରେ ବାପା କିମ୍ବା ବଡ଼ ଭାଇଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ଘରକୁ କୌଣସି ନୂଆ ଅତିଥିଙ୍କ ଆଗମନ ମଧ୍ୟ ହୋଇପାରେ, ଯାହା ଘରର ପରିବେଶକୁ ଉତ୍ସବ ମୁଖର କରିଦେବ। ଛାତ୍ରଛାତ୍ରୀମାନଙ୍କ ବିଷୟରେ କହିବାକୁ ଗଲେ, ଏହି ମାସଟି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଦ୍ୟାକାରକ ଗ୍ରହ ବୁଧଙ୍କ ସ୍ଥିତି ଭଲ ଥିବାରୁ ପାଠ ପଢ଼ାରେ ମନ ଲାଗିବ। ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି ସେମାନଙ୍କର ଏକାଗ୍ରତା ବଢ଼ିବ। କିନ୍ତୁ ସାବଧାନ, ମୋବାଇଲ ଓ ସୋସିଆଲ ମିଡ଼ିଆର ଅତ୍ୟଧିକ ବ୍ୟବହାର ଆପଣଙ୍କ ଲକ୍ଷ୍ୟପଥରୁ ଆପଣଙ୍କୁ ବିଚ୍ୟୁତ କରିପାରେ। ବିଦେଶରେ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭିସା କିମ୍ବା ଆଡମିସନ ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଏବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଷୟରେ, କାରଣ ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ଫେବୃଆରୀ ମାସରେ ଆପଣଙ୍କୁ ମୁଖ୍ୟତଃ 3ଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମରେ, ପେଟଜନିତ ସମସ୍ୟା। ବାହାର ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଫୁଡ୍ ପଏଜନିଂ ହୋଇପାରେ। ଦ୍ୱିତୀୟରେ, ଚର୍ମରୋଗ, ଶରୀରରେ ଆଲର୍ଜି ଦେଖାଦେଇପାରେ। ତୃତୀୟରେ, ହାଡ଼ଗଣ୍ଠି ବାତ, ବୟସ୍କ ବ୍ୟକ୍ତିମାନେ ଗୋଡ଼ବିନ୍ଧା ସମସ୍ୟାରେ ପଡ଼ିପାରନ୍ତି। ବନ୍ଧୁଗଣ, କ୍ୟାଲେଣ୍ଡର ବାହାର କରନ୍ତୁ ଏବଂ ଏହି ତାରିଖଗୁଡ଼ିକୁ ନୋଟ୍ କରିନିଅନ୍ତୁ। ଫେବୃଆରୀ 4, 13 ଏବଂ 23 ତାରିଖ। ଏହି ଦିନଗୁଡ଼ିକରେ ଗାଡ଼ି ଚଳାଇବା ବେଳେ ଅତ୍ୟନ୍ତ ସାବଧାନ ରୁହନ୍ତୁ। ଦୂରଯାତ୍ରା କରନ୍ତୁ ନାହିଁ। ଏହି ଦିନ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ, ନଚେତ୍ ବିଫଳ ହେବାର ସମ୍ଭାବନା ଅଧିକ। ସମସ୍ୟା ଅଛି ମାନେ ସମାଧାନ ନିଶ୍ଚୟ ଅଛି। ଫେବୃଆରୀ ମାସର ସମସ୍ତ ନକାରାତ୍ମକ ପ୍ରଭାବକୁ କାଟିବା ପାଇଁ ଏବଂ ଭାଗ୍ୟକୁ ଚମକାଇବା ପାଇଁ କରନ୍ତୁ ଏହି ସରଳ ମହା ଉପାୟ। ପ୍ରଥମରେ, ଗଣେଶ ପୂଜା। ପ୍ରତ୍ୟେକ ବୁଧବାର ଦିନ ଗଣେଶଙ୍କୁ ଦୁବ, ଘାସ ଏବଂ ଲଡ଼ୁ ଅର୍ପଣ କରନ୍ତୁ। ଏହାଦ୍ୱାରା କ୍ୟାରିୟରରେ ଥିବା ବାଧା ଦୂର ହେବ। ଦ୍ୱିତୀୟରେ, ପକ୍ଷୀଙ୍କୁ ସେବା। ପ୍ରତିଦିନ ସକାଳେ ପକ୍ଷୀମାନଙ୍କୁ ଦାନା କିମ୍ବା ଶସ୍ୟ ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ଆର୍ଥିକ ସଙ୍କଟ ଦୂର କରିବ। ତୃତୀୟରେ, ବିଷ୍ଣୁ ସହସ୍ର ନାମ। ଯଦି ଘରେ ଅଶାନ୍ତି ଲାଗି ରହୁଛି, ତେବେ ଗୁରୁବାର ଦିନ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ। ଚତୁର୍ଥରେ, ଶୁଭ ରଙ୍ଗ ହେଉଛି, ଏହି ମାସ ପାଇଁ ଆପଣଙ୍କର ଶୁଭ ରଙ୍ଗ ହେଉଛି ସବୁଜ ଏବଂ ଧଳା। କୌଣସି ଶୁଭ କାମକୁ ଗଲେ ଏହି ରଙ୍ଗର ବସ୍ତ୍ର ପରିଧାନ କରି ଯାଆନ୍ତୁ। ତେବେ ବନ୍ଧୁଗଣ, ମୋଟାମୋଟି ଭାବେ ଦେଖିଲେ ଫେବୃଆରୀ ମାସ ମିଥୁନ ରାଶି ପାଇଁ 70% ଶୁଭ ଏବଂ 30% ସତର୍କତା ଦାବି କରୁଛି। ଡରନ୍ତୁ ନାହିଁ, କେବଳ ସଚେତନ ହିଁ ରୁହନ୍ତୁ ଏବଂ କର୍ମ କରିଚାଲନ୍ତୁ। ଭଗବାନ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କ ମନରେ ଯଦି ଆଉ କିଛି ପ୍ରଶ୍ନ ଅଛି, ତେବେ ତଳେ କମେଣ୍ଟ କରି ଜଣାନ୍ତୁ। ମୁଁ ଉତ୍ତର ଦେବାକୁ ଚେଷ୍ଟା କରିବି। ଆଉ ହଁ, ଯିବା ପୂର୍ବରୁ ଗୋଟିଏ କଥା, ଆସନ୍ତା ମାର୍ଚ୍ଚ ମାସରେ ଏକ ବିରାଟ ଗ୍ରହ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ମିଥୁନ ରାଶିକୁ କୋଟିପତି ବନାଇପାରେ। ସେ ବିଷୟରେ ଜାଣିବା ପାଇଁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାଇ ଦିଅନ୍ତୁ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।